ଆଜି ଆମେ ଜାଣିବା ଟପ୍ 10 ଭର୍ସେସ୍ ଏବାଉଟ୍ ଦ ରେଜଲ୍ଟ ଅଫ୍ ମକିଂ ଅଫ୍ ଖ୍ରାଇଷ୍ଟ। ଖ୍ରୀଷ୍ଟଙ୍କର ନିନ୍ଦା ବିଷୟରେ କିଛି ପଦ। 7 ନମ୍ବର ପଦ ସବୁଠୁ ଫେମସ୍ ପଦ, ଯେଉଁଟା ସମସ୍ତେ ଜାଣିଛନ୍ତି। ଆଉ ଲାଷ୍ଟରେ 11 ନମ୍ବରରେ ଗୋଟେ ବୋନସ୍ ପଦ କହିବି, ଯେଉଁଟା ୱାନ୍ ଅଫ୍ ଦ ମୋଷ୍ଟ ପାୱାରଫୁଲ୍ ଭର୍ସ ଅଫ୍ ଦ ବାଇବଲ୍, ଯେଉଁଟା ଶୁଣିଲା ପରେ ଖ୍ରୀଷ୍ଟଙ୍କର ନିନ୍ଦା ଶୁଣିକି ଆପଣଙ୍କୁ ଟିକେ ବି ରାଗ କି ଫରକ ପଡ଼ିବନି, ବିଚଳିତ ମୁକ୍ତ ହେଇଯିବେ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଈଶ୍ୱରଙ୍କ ଆନନ୍ଦର ଅନୁଭବ କରନ୍ତୁ। ପ୍ରଥମ ପଦ, ଦ୍ୱିତୀୟ ପିତର 3 ପର୍ବ 3 ପଦ। ପ୍ରଥମେ ଏହା ଜ୍ଞାତ ହୁଅ ଯେ ଶେଷ କାଳରେ ଆପଣା ଆପଣା ଅଭିଳାଷ ଅନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ, ସମସ୍ତେ ଜାଣିଛୁ ଏଇଟା ହେଉଛି ଶେଷ କାଳ, ସେଥିପାଇଁ ପରିହାସକମାନେ ଉତ୍ପନ୍ନ ହୋଇଅଛନ୍ତି। ଦ୍ୱିତୀୟ ପଦ, ହିତୋପଦେଶ 14 ପର୍ବ 9 ପଦ। ଅଜ୍ଞାନମାନେ ଦୋଷକୁ କୌତୁକ ମଣନ୍ତି, ମାତ୍ର ସରଳ ଲୋକମାନଙ୍କ ମଧ୍ୟରେ ଅନୁଗ୍ରହ ଥାଏ। ତୃତୀୟ ପଦ, ଗୀତ ସଂହିତା 37 ପର୍ବ 1 ପଦ। ତୁମ୍ଭେ ଦୁଷ୍କର୍ମକାରୀମାନଙ୍କ ସକାଶୁ ଆପଣାକୁ ବିରକ୍ତି କର ନାହିଁ, କିମ୍ବା ଅଧର୍ମାଚାରୀମାନଙ୍କ ପ୍ରତି ଈର୍ଷାଭାବ ବହ ନାହିଁ। ଗାଲାତୀୟ 6 ପର୍ବ 7 ପଦ। ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ପଞ୍ଚମ ପଦ, ଯିହୁଦା 1 ପର୍ବ 18 ପଦ। ସେମାନେ କିପରି ତୁମ୍ଭମାନଙ୍କୁ କହୁଥିଲେ, ଶେଷ କାଳରେ ଆପଣା ଆପଣା କୁଅଭିଳାଷ ଅନୁସାରେ ଚାଳିତ ପରିହାସକ ଲୋକେ ଉପସ୍ଥିତ ହେବେ। ଷଷ୍ଠ ପଦ, ପ୍ରଥମ କରିନ୍ଥୀୟ 1 ପର୍ବ 18 ପଦ। କାରଣ ବିନାଶପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ। ଆମେନ୍। ସପ୍ତମ ପଦ, ସବୁଠୁ ଫେମସ୍ ପଦ, ସମସ୍ତେ ଜାଣନ୍ତି, ଯୋହନ 15:18 ପଦ। ଯଦି ଜଗତ ତୁମମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ। ଅଷ୍ଟମ ପଦ, ହିତୋପଦେଶ 19 ପର୍ବ 29 ପଦ। ନିନ୍ଦକମାନଙ୍କ ପାଇଁ ଦଣ୍ଡାଜ୍ଞା ଓ ମୂର୍ଖମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ ଅଛି। ନବମ ପଦ, ଗୀତ ସଂହିତା 74 ପର୍ବ 18 ପଦ। ହେ ସଦାପ୍ରଭୁ, ଶତ୍ରୁ ଧିକ୍କାର କରିଅଛି ଓ ମୂଢ଼ ଗୋଷ୍ଠୀମାନେ ତୁମ୍ଭ ନାମର ନିନ୍ଦା କରିଅଛନ୍ତି, ଏହା ସ୍ମରଣ କର। ଦଶମ ପଦ, ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ, କାରଣ ଲେଖା ଅଛି, ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ଶେଷରେ ଦେଖନ୍ତୁ ବୋନସ୍ ଭର୍ସ, ସବୁଠୁ ପାୱାରଫୁଲ୍ ଭର୍ସ। ଦ ଲର୍ଡ ଇଜ୍ ଏ ଜେଲସ୍ ଆଣ୍ଡ ଆଭେଞ୍ଜିଂ ଗଡ୍, ଦ ଲର୍ଡ ଟେକ୍ସ ଭେଞ୍ଜେନ୍ସ ଆଣ୍ଡ ଇଜ୍ ଫିଲ୍ଡ ୱିଥ୍ ରାଥ୍। ସଦାପ୍ରଭୁ ସୁଗୌରବ ରକ୍ଷଣେ ଉଦ୍ଯୋଗୀ ପରମେଶ୍ୱର ଓ ପ୍ରତିଫଳଦାତା ଅଟନ୍ତି। ସଦାପ୍ରଭୁ ପ୍ରତିଫଳଦାତା ଓ କ୍ରୋଧପୂର୍ଣ୍ଣ ଅଟନ୍ତି। ସଦାପ୍ରଭୁ ଆପଣା ବିପକ୍ଷଗଣକୁ ପ୍ରତିଫଳ ଦିଅନ୍ତି ଓ ଆପଣା ଶତ୍ରୁଗଣ ନିମନ୍ତେ କୋପ ସଞ୍ଚୟ କରନ୍ତି। ଆମେନ୍। ଏହି ସମସ୍ତ ପଦର ଜିଷ୍ଟ ବା ସାରାଂଶ ବାହାର କଲେ ଜଣାପଡ଼ୁଛି କି ଯେତେବେଳେ ଈଶ୍ୱରଙ୍କୁ, ସର୍ବଜଗତର ପ୍ରଭୁ ପରମେଶ୍ୱର, ଉଦ୍ଧାରକର୍ତ୍ତା ଜୀବନ୍ତ ଯୀଶୁଙ୍କୁ ଜାଣିଶୁଣି ଅଯଥାରେ ନିନ୍ଦା କରାଯାଏ ବା ତାଡ଼ନା କରାଯାଏ, ସେତେବେଳେ ତାକୁ ଡିଫେନ୍ସ କରିବାର ଅଧିକାର କେବଳ ତାଙ୍କର। ସେଥିପାଇଁ ଆମେ ବ୍ୟସ୍ତ ହେବା ନାହିଁ। ଯେବେ ବି ଏମିତି ପରିସ୍ଥିତି ଆସେ, ଏହି ପଦଗୁଡ଼ିକ ମନେ ପକାଇବା ଆଉ ପ୍ରାର୍ଥନାରେ ଲାଗି ରହିବା। ଲାଷ୍ଟରେ ଏତିକି କହିବି, ଏସବୁ ଦ୍ୱାରା ନିଜକୁ ଡିଷ୍ଟ୍ରାକ୍ଟ କରନ୍ତୁ ନାହିଁ। ଫୋକସ୍ ଓନ୍ଲି ଅନ୍ କ୍ରସ୍ ଅଫ୍ ଦ କ୍ରାଇଷ୍ଟ। ଆମ ପ୍ରଭୁ ପ୍ରତିଫଳଦାତା ଈଶ୍ୱର ଅଟନ୍ତି। ଆହୁରି ବହୁତ କିଛି ଅଛି କହିବାକୁ, କିନ୍ତୁ ମୋର ବିଶ୍ୱାସ ଈଶ୍ୱରଙ୍କ ବାକ୍ୟ ବା ଏହି ପଦଗୁଡ଼ିକ ଆମ କାମକୁ ଆସାନ କରିଦେବ। ଯେଉଁମାନେ ବିଶ୍ୱାସ କରୁଛନ୍ତି ଏହିସବୁ ପଦ ତାର କମାଲ ଦେଖାଇବ, ତାହେଲେ ଆମେନ୍ କମେଣ୍ଟ କରି କମେଣ୍ଟ ବକ୍ସକୁ ଭର୍ତ୍ତି କରିଦିଅନ୍ତୁ। ଥ୍ୟାଙ୍କ ୟୁ।